କିନ୍ତୁ କାମାସକ୍ତ ପରି ସ୍ୱାମୀ ପାଇଲେ ବଞ୍ଚି ଥାଉ ଥାଉ ବିଧବା ହବାକୁ ପଡ଼ିଥାଏ। ନପୁଷ୍କ ସ୍ୱାମୀ ପାଇଲେ ହିଁ ଭଲ। ଧୀରେ ମହାରାଜ ମୋ ପାଇଁ ହୋଇଛନ୍ତି ଗୋଟେ ପାଦର କଣ୍ଟା। ଆକାଶିତ ମଥା ଧରିବା ମୋର ହେଉଛି ମହାପାପ। ରାଜା ଦଳେ ବିଶ୍ୱାସଘାତକ ମତେ ପାସ୍ କରେଇଦେ। ମାରାଣୀ ନମସ୍କାର। ମା ନମସ୍କାର। ହଁ ନମସ୍କାର। ବତକ ଆଜି କ'ଣ ଭାରି ଖୁସି ଜଣା ପଡୁଛ? ମା କ'ଣ କେମିତି ଖୁସି ହେବିନି କହୁନାହାନ୍ତି? କାଇଁ କ'ଣ ଆଜି ମୁଁ ପୁରା ଖୁସି ଆଉ। କାଇଁ ଆପଣଙ୍କର ଦୁଃଖ ସବୁ ଗଲା। ମୋ ଦୁଃଖ ଯେତେ ଦୁଃଖ ତମର ଅଛି ସବୁ ପଳେଇଲା ତ ଆଜି। ମୋ ଦୁଃଖ ସବୁ ଗଲା? ହଁ ସବୁ ଗଲା। ତମେ କାଇଁ ଖୁସି? ହଁ ମୁଁ ଏଥିପାଇଁ ଖୁସି। ମୋର ଚିନ୍ତା ବହୁତ ବଢି ଯାଇଛି। ମୁଁ ତ ଖୁସି ହେବାର ନାହିଁ। ଆଉ ଚିନ୍ତା ନାହିଁ ମା। କ'ଣ କରୁଛ? ସବୁ ଚିନ୍ତା ଦୁଃଖ ଯାହା ଥିଲା ସବୁ ଗଲା ଆଉ। ସବୁ ପାଣିରେ ଧୋଇ ହେଲା ଭଳିଆ ପଳେଇଲା ତ। କାଇଁ କ'ଣ ବ୍ୟବସ୍ଥା କରୁଛ କି? ହଁ ମା କ'ଣ ଏ ବତକ ମିଶ୍ର ପାଣି ଭିତରେ ବୁଡ଼ିକି ସବୁ ବ୍ୟବସ୍ଥା କରୁଛି ମା। କ'ଣ କରୁଛ? ହଁ ନବାବ ଜବାବ ଦେଇଛନ୍ତି ମାନେ ଆମ ରାଜା କପିଳେନ୍ଦ୍ର ଦେବକୁ ଯୁଦ୍ଧ କରିକି ଛଳାକୁ ଭୁସିକି ମାରିବ। ରଜାଟା ମରିଗଲେ ତମର ଆଉ ଦୁଃଖ ରହିବ? ଜମା ନାହିଁ, ସବୁ ଦୁଃଖ ଗଲା ଆଉ। କିଏ ମାରିବ? କିଏ ମାରିବ? ନବାବ। କ'ଣ ବାବ? ମୁଁ ଯାଇଥିଲି ତାଙ୍କ ପାଖକୁ। କାହା ପାଖକୁ? ନବାବ ପାଖକୁ ମୁଁ ଯାଇଥିଲି। କୋଉଠିକି? କୋଉଠିକି? ବେଙ୍ଗବ ଦେଶ। କୁଆଡ଼େ? ବେଙ୍ଗବ ଦେଶ। ବେଙ୍ଗବ ଦେଶ? ହଁ ମୁଁ ବେଙ୍ଗ ଦେଶ ଯାଇଥିଲି। ବେଙ୍ଗ ଦେଶ ଯାଇଥିଲ? ସେଟା ବେଙ୍ଗ ଦେଶ? ହଁ। ସେ ପଠାଟା ଦେଇଛି କୋଉଠି ବୁଲୁଥିବେ ତମ ବେକରେ ଆଘ କାଟିବେ। କାହିଁକି ମୋର ଅସୁବିଧା ହେଲା କ'ଣ? ସେଟା ବେଙ୍ଗ ଦେଶ ନୁହଁ। ଆଉ କ'ଣ? ସେଟା ହଉଛି ବଙ୍ଗ ରାଜ୍ୟ। ମଙ୍ଗରାଜ? ମଙ୍ଗ ନାହିଁ, ବଙ୍ଗ ରାଜ୍ୟ। ସେଇଟା ହେଇଥିବ ଆଉ ମୋର ଟିକେ ହଉନି ନା। ହେଲେ ମା କ'ଣ? ସେ ପଠାଣ ଯୋଉ ସମ୍ମାନ ଦେଲା କାହାକୁ? ମତେ। ଆଉ ମତେ ଯେମିତି ଦେଖିଦେଲା ସିଂହାସନରୁ ଉଠିକି ପଳେଇଲା। ମତେ ନେଇକି ସିଂହାସନରେ ବସେଇଦେଲା। ଆଉ କ'ଣ? କହିଲା ବତକ କ'ଣ ଖାଇବ? ମୁଁ କହିଲି ନା ଏମିତି କିଛି ଦରକାର ନାହିଁ। କହିଲା ଚା ପାନ ବିଡ଼ି ସିଗାରେଟ ଯାହା ଖାଇବ ଦେବି। ସଫଳ ଚାରିଟା ଦେଲା ଯେ ମୁଁ ଏରା ଖାଇଲିନି। ମୁଁ କହିଲି ପାନ ଖଣ୍ଡେ ଦେ, ପାକୁଳେଇ ପାକୁଳେଇ ପଳେଇବି ଆଉ। ବାସ୍ନା ହଉଛି? ପଠାଣ ପାନ ଟିକେ ବାସ୍ନା ବାସ୍ନା ଟିକେ ହଉଛି ଆଉ। ଧନ? ଧନ ନାହିଁ, ଏତେ ନାହିଁ। ଆଣି ଏତେ ନାହିଁ ମା, ଏତେ ନାହିଁ। ତମ ଲୋଭ? ନାଇଁ ନାଇଁ ଅଳ୍ପ ଆଣିଛ? ଅଳ୍ପ ଆଣିଛ? ଅଳ୍ପ ଟିକେ ଆଣିଛି। ସିଏ ତମକୁ ଜବାବ ଦେଇଛନ୍ତି? ହଁ ଜବାବ ଦେଇଛି ଆଉ। କ'ଣ ଜବାବ ଦେଇଛନ୍ତି? କ'ଣ ଜବାବ ଦେଇଛନ୍ତି? ହଁ ବଙ୍ଗ ନବାବ ଜବାବଟି ଦେଲେ, କେତେ ସମ୍ମାନ ଦେଇ ବସାଇଲେ। ବଙ୍ଗ ନବାବ ଜବାବଟି ଦେଲେ, କେତେ ସମ୍ମାନ ଦେଇ ବସାଇଲେ। କଥା କରିବେ କପିଳେନ୍ଦ୍ର ଦେବ ତୁଙ୍ଗଭଦ୍ର ସିଂହାସନ। ନାଥ କରିବେ ତୁଳସୀ ପୁତ୍ର, ଶତ୍ରୁ ନଥିବ ଦାସ ଇଆର। ବତକ ବତକ ବତକ। ମା ମା ତାହେଲେ ତମେ କହୁଛ ଯେ ତାଙ୍କ ପାଖରେ ଆମେ ନିଶ୍ଚୟ ଆଶ୍ରୟ ନେବାକୁ ପଡ଼ିବ। ମାନେ ସାଗର ଆଶ୍ରୟ, ଉଡ଼ି ଯାଉଥିବା ପକ୍ଷୀ ମାନେ ବୃକ୍ଷର ଆଶ୍ରୟ, ଆଉ ତୁମ ପରି ସୁନ୍ଦରୀ ନାରୀ ମାନେ ଆମ ପରି ସୁନ୍ଦର ପୁରୁଷ ପାଖରେ ସଦା ସର୍ବଦା ଆଶ୍ରୟ। ଆମକୁ ନିଶ୍ଚୟ ଆଶ୍ରୟ ନେବାକୁ ପଡ଼ିବ ମହାରାଣୀ, ଆଶ୍ରୟ ନଚେତ ଧ୍ୱଂସ ହୋଇଯିବ ଭୂତ ଭବିଷ୍ୟତ। ମା ଏଇଟା କିଏ? ଆମେ ତ ତମର ମୋର କଥାବାର୍ତ୍ତା ହଉଥିଲେ, ଏଇଟା ବୋତଲ ଗୋଟଉଥିଲା ବାଇଆଟା ଇଆଡ଼େ କୁଆଡ଼େ ପଳେଇ ଆବେ ଶଳାଟି ତୋତେ 40 ଧଇଲାଣି ବୋଧେ। ବେଶୀ କଥାବାର୍ତ୍ତା କରନା, ରହ ସତରେ। ଇଏ ବୋତଲ ଗୋଟଉଥିଲା ଏଇ ଷ୍ଟାଣ୍ଡରେ ମୁଁ ଦେଖୁଥିଲି। ସେଟା ବାଇଆଟା ଆମେ କଥାବାର୍ତ୍ତା ହଉଛେ, ଇଏ କ'ଣ ଆସିକି ପଶିଗଲା ଷଣ୍ଢ ବସିଲା ତାକୁ ତଡ଼ ମା ଏଠୁ। ଆବେ ବତକ ଶଳା ସତରେ ଚିହ୍ନି ପାରୁନୁ ନା କ'ଣ ବେ? ତମ ନାଁ ଜାଣିଲେ କେମିତି? ଇଏ ବତକ, ମୁଁ ହଂସ। ହଂସ? ଶଳା ହଂସ ହେଲେ ମାଇଟା। ଏଇଟା ବାଇଆଟା କ'ଣ ବୋଲେ କ'ଣ କହୁଛ? ସତରେ ଚିହ୍ନି ପାରୁନୁ ଚଣ୍ଡାଳ? ଆବେ ମୁକୁନ୍ଦ ବେ, ମୁଁ ସେକିବି। ଚିହ୍ନିଛୁ କି? ଏକବଟିଆ ସେକିବି, ଜାଣିଛୁ? କହିଲା ମୁଁ କୁନ୍ଦ। କି କୁନ୍ଦ ଭାଇ?
ମୁକୁନ୍ଦ କହିଲା କୁନ୍ଦ କହିଲା ଆମ କୁନ୍ଦର ପୁରା କଚକଚିଆ ହେଇକି କଳା ହେଇକି ତା ବାଳଗରା ସବୁ ଥିଲା ୟାର ପାଚିକି ଝୋଟ ହେଇଯାଇଛି କହିଲା ଆବେ ବୟସ ମୁଁ ବୟସ ଦୋଷ ମୁଁ କ'ଣ କରିବି ବୟସ ଦୋଷ ହେଇନଥିବ ଯଦି କୁନ୍ଦ ହେଇଥିବ କୁନ୍ଦି କୁନ୍ଦି ଏଇ ଅବସ୍ଥା ହେଇଥିବ ଏ ପତକ ଆବେ ମୁକୁନ୍ଦ ବୋଲି ସତରେ ଜାଣିପାରିଲୁ ଗୋଟେ କଥା କହିଲେ ଜାଣିପାରିବୁ ସେଦିନ ରାଣୀ ହଂସପୁର ମା କ'ଣ ତୁଳସୀକି ଖୋଜିବା ପାଇଁ ମହାରାଣୀ ଦେଇଥିଲେ ଲମ୍ବା ମା ଇଏ ଜାଣିଛି କି ତାହେଲେ ମା ଇଏ କୁନ୍ଦ ଆଜ୍ଞା ନମସ୍କାର ଆଚ୍ଛା ମାନିଲିରେ ତତେ ଏବେ କାହିଁ ହେଲା ବୋ ଆଉ ଘଣ୍ଟା ପରେ ତ ହେଇଥାନ୍ତା ଆଉ। ମୁଁ ଚିହ୍ନିନି ଅବସ୍ଥା ଅଛି ଆଉ ତାର ପୁରା ଗଲ ଏ ବତକ ତୁ ଟିକେ ଗଲୁ ମୋର ମହାରାଣୀଙ୍କ ସହିତ କେତେ କର ମୁଁ ଆଦାୟ କରିକି ଆଣିଛି ପୁଣି ଢେର କାମ ଅଛି ମୁଁ ଟିକେ କର ହିସାବ ଦେବି ତମ ଯିବି କର ହିସାବଟା ମୁଁ ଜାଣିନି ସେନାପତି ବାବୁ ସତରେ ତମେ ପଳା ଆମେ ମହାରାଣୀ ଆସୁନ ଆମେ ମା ଏ ମା ଆମେ ଟିକେ ଆଜି ହିସାବ କରିବା ହେ ତୁ କ'ଣ ହିସାବ କରିବୁ ଶଳା କର ତ ଆଦାୟ କରୁଛି ମୁଁ ତୁ କ'ଣ ହିସାବ ଦେବୁ ତମେ ହିସାବ ଦେଇ ଜାଣୁନ ହିସାବଟା ମୁଁ ଦେବି ହେ ଭଲରେ ସା କହୁଛି ପତକ ଭଲରେ ପଳା ମୋ ମୁଣ୍ଡ ଗରମ କରିନି ଜମାରୁ ଏ ପ୍ରଜାମାନେ ମୋ ମୁଣ୍ଡ ଗରମ କରି ରଖିଛନ୍ତି ଆଚ୍ଛା ପଳା କହୁଛି ନାଇଁ ପଳେଇବି ମା ଆସ ପଳେଇବା ଆ ପାଖରେ ଆବେ ସିଏ କୁଆଡ଼େ ଯିବେ ମୁଁ ପରା ହିସାବ ଦେବି ରାଣୀ ମାଙ୍କୁ ହିସାବ ହଁ ହିସାବ ଘରେ ଦବ ଘରେ ନାହିଁ ଆଜି ଏଇଠି ଦେବି ଏଇଠି ଦବ ହଁ। ହିସାବ ତାହେଲେ ଦବ ଏ ରାଜଉଆସରେ ଦେଇଦେବି କାମ ଶେଷ ମା ଆଙ୍କ ପାଖକୁ ଯିବନି ହେଲା ଟିକେ ଦୂରେଇକି ରହ ଏଇଟା ସାରା ନୁଙ୍ଗୁଡାଟାକୁ ହେ ହରେ ଚଣ୍ଡାଳ ଶଳା ବେଲଜା ମୁହଁରେ ଖଡ଼ା ଗଛରେ ନାଇଁ ନାଇଁ ସେନାପତି ବାବୁ ତମେ କେମିତି ହିସାବ ଦଉଥିଲ ମୁଁ ଟିକେ ଦେଖୁଥିଲି କାଇଁ ମନ ପାଇଲାନି କଣ ମହାରାଣୀ ଅଣ୍ଟାକୁ ଧରିକି ହିସାବ ଦଉଛ ଆଉ କଣ କୋଉଠି ଜାଗା ନଥିଲା ଏଇଠିକି ଧରିକି ହିସାବ ଦଉଛ ଏ ମା ତମକୁ କୁତୁ କୁତୁ ନାଗୁନି ନାଗୁଥିବ ଯେ ଟିକେ ଆଣ୍ଟେଇକି ରହିଯାଉଥିବ ପଳା କହୁଛି ପଳା ଚଣ୍ଡାଳ ପଳା କହୁଛି ପଳେଇବି ଆଜ୍ଞା ପଳା। ମା ଆ ପାଖରେ ରହ ତମକୁ ତ ଭଲ ଲାଗୁଥିବ ଏଇଠି ରହୁଛ
বেঈমান মুকুন্দ বর্তরা আবে ତୁ ଶେଷରେ ମୋ ରାଣୀ ହେମାଙ୍କି ସାଙ୍ଗରେ ପ୍ରେମ କରୁଥିଲି ପ୍ରେମ ଏବେ ଶଳା ଦାସୀର ପ୍ରେମିକ ରାଜା କପିଲେନ୍ଦ୍ର ଦେବ କାହିଁକି ଆସିଛୁ ରାଜବାଟିକି ଭଲରେ କହୁଛି ପଳା ଝାଉଁ ବଳ ଭିତରକୁ ନଚେତ ମରିବୁ ବେ ରାଣୀ ହେମାଙ୍କି ଶୁଣିପାରୁଛ କେବଳ ତମରି ପାଇଁ ସେ କୁକୁରଟାର ଆଜି ମୁହଁ ପଡ଼ିଗଲା ମା ପେଟରୁ ପାଇ ଏବେ ମୁଁ ମୋତେ ଭଲରେ କହୁଛି ମୋତେ ଯାହା କହିବା କଥା କହ ରାଣୀ ହେମାଙ୍କିକୁ କହିବୁ ଶଳା ମରିବୁ ମା ପେଟରୁ ପାଇ ମୁଁ ମୁକୁନ୍ଦ ପ୍ରେମର ଜ୍ୱାଳାଟା ବଢି ଯାଇଛି ତ ଆବେ ରସନା ସଂଯତ ପାଇଁ ବାଧି ଯାଉଛି ନା ମାରିଦେବି ବେ ଚିତ୍ତ ପାଗଳାମିଟା ମୁଁ ଛଡ଼ା ମରିବୁ ରାଜା ମରିବୁ ବେ ଇଏ ମରିବ ଆଜି ହିଁ ସମୟ କହିବ ଓହୋ ରାଣୀ ହେମାଙ୍କି ମୁଁ ପଚାରୁଛି ଏଠି କ'ଣ ଚାଲିଥିଲା କୋଉଠି ଭଲ କଥା କହି ଶିଖିଛ ତମେ କୋଉଠି କଣ ହଉଥିଲା ବେଶ୍ୟା କଳଙ୍କିନୀ ନା ତୋଠି ଏତେ ପ୍ରେମର ଉତ୍ତାପଟା ବଢ଼ିଗଲା ଶେଷରେ ଗୋଟାଏ କୁକୁର ଆଉ ଆଗକୁ ଯାଅ ନା ମନେ ପକାଅ ସେଦିନ କଥା ତମେ କିପରି ବାଧିଥିଲ ଗୋଟେ ଦାସୀ ତୁଳସୀ ପ୍ରେମରେ ହେଲେ ଏଠି କାହିଁକି ଯାଉନ ତାଙ୍କର ପୁରାକୁ ଯାଅ ସେଠି ଖୁସିରେ ରହିବ ହେଲେ ଏଠି ନାଇବା ରାଣୀ ହେମାଙ୍କି ଏଇଟା ମୋ ରାଜପ୍ରସାଦ ମୁଁ କ'ଣ କରିବି ଆଉ କ'ଣ ନ କରିବି ସେଇଟା ମୋର ଇଚ୍ଛା ନାଇଁ ତୋ ଭଳି କଳଙ୍କିତ ନାରୀ ମୋ ରାଜପ୍ରାସାଦରେ ରହିପାରିବେ କ'ଣ କରିବ ମରିବୁ ଏବେ ଯଦି ମାରିଦେବ ଲୋକ ଭାବିବେ ରାଣୀ ଶେଷ ବହି ନାଟକ ଶେଷ ସମସ୍ତେ ଉଠିକି ଧାଇବେ ତୋ ଭଳି ପେଶା କଳଙ୍କିଲେ ନାରୀ ମରିବା ପାଇଁ ଯୋଗ୍ୟ ଏ ସମାଜ ପାଇଁ ତୁ ଗୋଟାଏ କଳଙ୍କିତ ନାରୀ ମୋର ଭୁଲ ଏବେ କେବେ କରିବି ସୁବ୍ରତ ଆଜି ତ ନାରୀ ଦେବି ନା তো পিতা পাই আছে
मत विश्वास कर अरे मत विश्वास कर तुम्हार सरल कथा को विश्वास करना अरे जानी अरे तू जानी अरे सुनी ले तू पाद तल माटी खसी जीव रे तू पाद तल माटी खसी जीव तो माटा शेष रे से मुकुंद काई मिछा कथा पूरा कौ हे बोलो हे परे मुझे बसिदेली मन भल ना मुझे बसिदेली तो पिता सियाड़ से अरे उड़ा मुझे उठी कौन सब खाली कहीं घर घर हो कहल जब मो भूल कर तार कौन क्षमा ना मुझे तुमको भूल मागुची आके भूल कर ना 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 सब खाली रागरे खाली घर घर हो कौन जानच बोले कौन तोते बध करी तो पुत्र को बध करी से तुलसी के आनी दासी पुत्र को शिक्षा दे राजा करी मुझे मो पुआ मर तो पुआ भी मर अरे मत विश्वास कर अरे तू मार सरल कथा को विश्वास करना मो निज आखिरे देखी रे मो निज आखिरे देखी तो माटा ए मुकुंद तुम्हें हेउछ गोटाए कलंकित पुरुष सार गोटाए दासीर प्रेम पड़ी मो माँ को ऊपर को आज उठाई अस्त्र मो मध्य आज तुमको केबे न करी क्षमा मो आज ठीक बुझी गले विष वृक्षर मु विष वृक्ष विष फल ही जन्म लाभ तो पिता कर कहते तू विष फल तू विष आज से विष वृक्ष मूला उत्पादन कौन जन जाक एक संगरे मारिब অভিনয় করে না অভিনয় করে না পুত্র আগে পিতার অভিনয় করছি নাই আজ তোতে বিশ্বাস না মরিব আজি তম মা পুଅ ଦି ଜଣ ଯାକ ଏକ ସଙ୍ଗରେ ମରିବ ମୋ ରାସ୍ତାର କଣ୍ଟା ତମେ ସଫା ହବ ମାରିଦେବି अरे बड़ गया ए पिता साक्षिया बुढ़ी माँ आख्या कु आसी याडे माँ मुहर गुआ पड़ी भोजी खाक आसलु तू कौन गालुचु गाड़बी तोर एड़े साहस तू पुणी बध कर महाराजा को हई रे पिता साक्षिया पिता सुखा खाऊ आपको सुखा खाऊ ना मत तेरा भल लग अच्छा कामिनी कौन तू तो चेंगा सुखुआ खाऊ अनैची मो नाटा कौन जानी चुकी हाँ कामिनी काम करके देखा दे साला माइकी नाटा कि षंढ मारी आइला जाऊँ बात तो देखिले मोर डर लगुच अच्छा कामिनी कौन मु तो रजांकर धइली तू कहीं मोर धइली कौन है कहीं हथियार टा कथा कहती सेटा तो मु धइली तू कहीं मोर धइलु नु पचार महाराज नमस्कार नमस्कार करके ना ओ
ନ କରିବି ଅଭଦ୍ର କୁଳଙ୍ଗାର ଇଏ ବେଶୀ ଭଦ୍ର ତୁ ବେଶୀ ଭଦ୍ର ନା ତୁ ତୁ କାହିଁକି? ବେଶୀ ଭଦ୍ର କାମିନୀ ଆରେ ଏ କଳଙ୍କିତ ପୁରୁଷ ସହିତ ତମେ କିପରି ଘର ସଂସାର କରୁଛ ଆରେ ଏ କଥା ଭାବିଲା ବେଳକୁ ମୁଁ ମଧ୍ୟ ସେଇ କଥା ଭାବୁଛି ମହାରାଜ ଏ ବାଡ଼ି ସହିତ ମୁଁ କିପରି ଘର ସଂସାର କରୁଛି ଘର ଭଙ୍ଗା ରହିଜଳା ଏ କାମିନୀ ତୁ ଆଗରୁ ଭାବୁନଥିଲୁ ଏବେ ମହାରାଜା କହିଲା କଣ ଭାବୁଛୁ ହଁ ପରା ଆଚ୍ଛା ମହାରାଜ ଆମେ ଦି ଜଣଙ୍କ ଯଦି ଘର ସଂସାର କଲେ ତମକୁ ଭଲ ଲାଗୁନି ଆସୁନ ଆମେ କରିବା ଆସ ହାଏ ଅଭଦ୍ର କୁଳଙ୍ଗାର ଆବେ ତୋଠାରେ ପୁରୁଷତ୍ୱ ଅଛି ଏହେ ଇଏ କେମିତି ଦେଖିଲାରେ ମୋର ନାହିଁ ବୋଲି ଏହେ ଆଚ୍ଛା ଆଚ୍ଛା ଇଏ କାମିନୀ ଆମେ ଆଜି ସନ୍ଧ୍ୟାବେଳେ ଯାଇଥିଲୁ ଚଳା ହେଇକି ଆଣେ କେମିତି କ'ଣ ଦେଖିଲୁ ହଁ ଠିକ୍ ଅଛି କିଛି ଅସୁବିଧା ନାହିଁ ଚୁପ କର କହୁଛି ମୁଁ ତଥା ଆଜି ବଦ୍ଧ କରିବି ବଦ୍ଧ ବଦ୍ଧ କରିବୁ ମତେ ଗଧ ନୁହଁ ଆଉ ବଡରକିଆକୁ ଜୀବନରୁ ଶେଷ କରିବି ମତେ ମାରିଦବୁ ମୁଁ ଦେଖିବି ମୋ ପେଣ୍ଟି ଦିଏ କଣ ହେଲା ମୋ ପେଣ୍ଟି ଦିଏ ଆଗ ତୋ ମା ରାଣ୍ଡ ରଖି ତୋ ମା ରାଣ୍ଡ ତୁ ମତେ ଯଦି ମାରିଦବୁ ମୋର ବଡ ବଡ ପେଣ୍ଟି ଯୋଡେ ଦେ ତୋ ମା ରାଣ୍ଡ ଦେଇଥିଲା ଏ ମୋ ମଙ୍ଗଳସୂତ୍ର ଦେ ଫେରା ମୋ ସୁନା ସବୁ ଦେ ଦେ ତୋର ନାଇଁ ନାକରଟା ନେବିନି ସିଙ୍ଗାଣି ଲଗେଇ ହଁ ତୋର ତୋ ବାପା ବାଡ଼ି ଖେଳ ଦେଇଥିଲା ତୋ ଭଉଣୀ ରାଣ୍ଡ ହଇରେ ବଡରକିଆ ଫେରା ଭାଇ ମୋ ସୁନା ସବୁ ଫେରା ମତେ ମାରିଦବୁ ମୋ ସୁନା ତୁ କାଇଁ ଏ ଅଳଙ୍କାର ସବୁ କୋଉଠି ଆଣିଲୁ ସବୁ ମହାରାଜାଙ୍କର କରିଥିଲୁ ବାଲୁ ବାଲୁ ହଁ ନା ସଜର କହ ବାଲୁ ବାଲୁ ଆମେ କଥାବାର୍ତ୍ତା ହଉଛୁ କ'ଣ କହିଲ ଏବେ ମୋ ରାଣୀକୁ ବତାଇ ଶିଖାଇ ମୋ ରାଣୀଠୁ ସବୁ ଏ ଅଳଙ୍କାର ଆଣି ହଁ ମହାରାଜ ସବୁ ଆଣିଛି ତମ ରାଣୀ ତମ ନାଁରେ କ'ଣ ରେଜିଷ୍ଟ୍ରି କରିଛ ଇଏ ତମ ରାଣୀ ତୁ କେତେବେଳେ ତାଙ୍କ ରାଣୀ ହେଲୁ ଭାଇ ମୁଁ ନୁହଁରେ ବଡରକିଆ ଆଉ ଓହୋ ମା ରାଣୀ ହଁ ମା ରାଣୀ ତମର ଏ ବଙ୍କା ନିଶୁଆ ବେଶୀ କଥାବାର୍ତ୍ତା କରୁଛି ବାଙ୍ଗେରା ପକୋଡା ଦିଆ ବଡରକିଆ ତୁ ବେଶୀ କହୁଛୁ ହଇରେ ବଡରକିଆ ବଡରକିଆର ହାମ୍ପଡା ରୋଗଟା ଥିଲା ଠିକ ମଲା ଆସିକି ବାହାରିଲା ମା ରାଣ୍ଡ କୋଉଠି ଦେଖେଇ ନଥିଲା ଠିକ ମଲା ଆସିକି ରୋଗଟା ବାହାରିଲା ଏ ଝିଅ ଏମିତି କ'ଣ ହଉଛି ବଞ୍ଚିଛି ବୋଧେ ମୁଁ ଦେଖେ ରହିଜଳା କେମିତି ବଞ୍ଚିଛି ଏ ବଡରକିଆ ମରିନି ପିତା ସଖିଆ ଅଭିନୟ କରୁଛି ରହ ତ ସକେ ଠିଆ ହେଇ ପଡୁଛି ରହ ଭେଟା ବସିଆ ଯା ବଡରକିଆ ଯା ଏବେ ସ୍ୱର୍ଗପୁର ଆଜି ତୋ ପାଇଁ ମୁଁ ରାଣ୍ଡ ହେଲି ରାଣ୍ଡ ଘର ଭଙ୍ଗା ରହିଜଳା ସବୁ ଗୁଞ୍ଜନ ପାଲା କରିଦିଏ ବଡରକିଆ କାମିନୀ ମୁଁ ତମକୁ ଭୁଲ ବୁଝିଥିଲି କାମିନୀ ମୁଁ ତମକୁ ଭୁଲ ବୁଝିଥିଲି କାମିନୀ ତମେ ତମେ ମତେ କ୍ଷମା କରିଦେବ କାମିନୀ ତମେ ମତେ କ୍ଷମା କରିଦେବ ହେଲେ ମହାରାଜ ମୋ ଝିଅ ତୁଳସୀ ମୋ ତୁଳସୀ ଏବେ କୋଉଠି ଅଛି ମହାରାଜ ମୋ ତୁଳସୀ ଏବେ କୋଉଠି ଅଛି ଜାଣିଛ କାମିନୀ ତମ ଝିଅ ତୁଳସୀ ସେଇ ନଦୀ କୂଳ ଝାଉବନରେ ଅଛି
ଏ କ'ଣ କଲେ ମହାରାଜ ମୋ ତୁଳସୀ ଛାଉ ବଣରେ ଅଛି ଆଉ ଜାଣିଛ ତା ସାଙ୍ଗରେ କିଏ ଅଛି ଜାଣି ଅଛି ମହାରାଜ ମୋ ପ୍ରଭୁ ଜଗତର ନାଥ ଜଗନ୍ନାଥଙ୍କର ସେବକ ସେଇ ପୁରୁଷୋତ୍ତମ। କ'ଣ କଲେ ମହାରାଜ ମୋ ତୁଳସୀ ସାଥିରେ ମୋ ପୁରୀ ଅଛି ଆପଣ ସତ୍ୟ କହୁଛନ୍ତି ମହାରାଜ ଆପଣ ସତ୍ୟ କହୁଛନ୍ତି ହଁ କାମିନୀ ଆରେ ମୁଁ ସତ କହୁଛି ତମ ଝିଅ ତୁଳସୀ ସାଙ୍ଗରେ ମୋ ପୁତ୍ର ପୁରୁଷୋତ୍ତମ ବି ଅଛି। ହେଲେ ମହାରାଜ ଆଉ ବିଳମ୍ବ ନ କରି ଚାଲନ୍ତୁ ଯିବା ତୁଳସୀ ସନ୍ଧାନେ ତମେ ଠିକ କରୁଛ କାମିନୀ ଚାଲ ଯିବା ଆମେ ତାଙ୍କରି ସନ୍ଧାନ ଚାଲନ୍ତୁ ମହାରାଜ ଆସ କାମିନୀ।